ସରିଗଲା ଏଥରର ଦୁର୍ଗା ପୂଜା। ଚାହୁଁ ଚାହୁଁ ବିତିଗଲା ସବୁଦିନ। ଏବେ ତ ମୁଁ ଘରେ ଆସି ପହଞ୍ଚିଲି। ପୁଣି ଏବେ ଏବେ ସେମାନେ ମୋତେ ବିଦାୟ କେମିତି ଦେବେ? ତୁ ବି ତ ଆସିଥିଲୁ ନା ମା? ଆଉ ତା ସହ ବାହାନା ଦେଇ ଆମକୁ ବି ଘରକୁ ଆଣିଥିଲୁ। ବାପା ମା ସହ ସେଦିନ କେତେ ଯେ ଯୁକ୍ତି। ମୋର ବହୁତ କାମ ଅଛି। ମୁଁ ଏ ପୂଜାରେ ଘରକୁ ଯାଇପାରିବିନି। ହେଲେ ମନରେ କିନ୍ତୁ ଗୋଟିଏ କଥା ଥାଏ, ଯଦି ଆଉ ଥରେ ଡାକିବେ ନା, ସବୁ ଛାଡ଼ିକରି ମୋ ଗାଁକୁ ଘରକୁ ଚାଲିଯିବି। ସବୁ କାମ ପୂଜା ପରେ ଆସିଲେ କରିବି। କାମର ଏବେ ଚିନ୍ତା ନାହିଁ। ସବୁବେଳେ ଗୋଟିଏ କଥାର ଚିନ୍ତା ଘାରିଛି, କେବେ ଯିବି, କେମିତି ଯିବି, କେତେବେଳେ ଯିବି, କେମିତି ଯେ ପହଞ୍ଚିବି, ଆଉ କଣ କଣ ସବୁ କରିବି ଏ ପୂଜା ଭିତରେ। କେବେଠୁ ମୁଁ ସେ ଦିନ ଗଣୁଛି। କିଏ କହିଲା କାଲି କେହି ଦେଖିନି? ମୁଁ ସେ କାଲିରେ ହିଁ ତ ଅଛି। ହେଲେ ମା, ଆମଠୁ ତୁ ବିଦାୟ ନେଲୁ। ଆସିଥିଲୁ ସବୁ ସୁଖ ଧରି, ସେମିତି ଏ ମନକୁ ଶୂନ୍ୟରେ ମର୍ମାହତ କରି ଚାଲିଗଲୁ। ବ୍ୟାକୁଳ ଚାହାଣୀରେ ଆମେ ତତେ ଦେଖୁଛୁ, ତୁ ଆମକୁ। ଆଉ କିଛି ଦିନ ରହିଗଲେ କଣ ତୋର ହବନି? ପୁଣି ଯେ କେବେ ଆସିବୁ ମୁଁ ତତେ ପଚାରୁଥାଏ। ଆଉ ମତେ ମୋ ପରିବାର। ତୁ ରହିଗଲେ ମୁଁ ବି ତ ରହିଯିବି ନା। ପୁଣି ସେ ଅପେକ୍ଷା ଭାରି କଷ୍ଟ ତ ଭଲ। ତୁ ଜାଣିଛୁ ନା, କାଲି କେହି ବି ଦେଖିନି, ହେଲେ ବି ମୁଁ, ମୋ ପରିବାର, ମୋ ଘର, ମୋ ଗାଁ ଏବେଠୁ ତ ଅପେକ୍ଷାରେ।